ଆପଣ ଯଦି ଗରମ ଭାତ ପାଇଁ ମଟନ ତରକାରୀଟେ ଖୋଜୁଛନ୍ତି ତ ବଢ଼ିଆ ଭିଡ଼ିଓକୁ ଆସିଛନ୍ତି। ତ ହାଇ ଗାଇସ୍, ସିକ୍ରେଟ ଫୁଡି ଚ୍ୟାନେଲ ଆପଣଙ୍କର ସ୍ୱାଗତ ହେଇଗଲା ଗରମା ଗରମ ମଟନର ସହିତ। ତ ଚାଲନ୍ତୁ କଥାବାର୍ତ୍ତା ନ କରି ଆଜି ଆମେ କରିବା ଗରମ ଭାତ ପାଇଁ ମଟନ। ଦେଖନ୍ତୁ ଏଇଠି ମୁଁ ନେଇଯାଇଛି ସୋରିଷ ତେଲ, ଆପଣ ରିଫାଇନ୍ ତେଲ ମଧ୍ୟ ୟୁଜ୍ କରିପାରିବେ। ମୁଁ ଏଠି ଦୁଇଟା ତେଜପତ୍ର, ଶୁଖିଲା ଲଙ୍କା, ଜିରା, କଳା ଲବଙ୍ଗ, ଗୋଲମରିଚ, ଗୁଜୁରାତି ସବୁକୁ ନେଇକି ଏଇଠି ମୁଁ ବହୁତ ବଢ଼ିଆ ଭାବରେ ଫୁଟେଇ ଦେଇଛି। ଟିକେ ପିଆଜ, ଗୋଟିଏ ବଡ଼ ପିଆଜଟେ କାଟିକି ପକେଇ ଦେଇଛି, ତାକୁ ଟିକେ ଗୋଲ୍ଡେନ୍ ହେଲା ପର୍ଯ୍ୟନ୍ତ ଏହିପରି ଭାବରେ ଭାଜିଦେବେ। ଏବେ ଟିକେ ଏଇଠି ଗୋଟେ କଟା ହେଇଯାଇଥିବ ଚୁନ ଚୁନ କରି ପିଆଜ, ଟମାଟୋଟେ କାଟିଦେବେ, ଅଦା, ରସୁଣ, ପିଆଜ ତିନିଟା ଯାକ ପେଷ୍ଟ କରି କାଟିଦେବେ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟିକେ ଆମର ମିଟ୍ ମସଲା ପକେଇଦେବେ, ଟିକେ ଆମର ଗରମ ମସଲା ପକେଇଦେବେ। ସେ ହେଇଗଲା ଆମର ରେଡ଼ି। ତ ଦେଖନ୍ତୁ ଲୁଣ ସ୍ୱାଦ ଅନୁସାରେ ଆପଣ ପକାଇବେ। ତ ଏଇ ଟାଇପ୍ ଭାବରେ ସବୁତକୁ ମିଶାଇକି ଗୋଳେଇ ଦେବେ। ଗୋଟିଏ କପ୍ ପାଣି ପକାଇଦେବେ, ପକାଇ ଦେଇକି ଟିକେ ଏଇ ଟାଇପ୍ ଭାବରେ ଭାଜିଦେବେ, ଯେଉଁଟାକି ଆମର ମସଲାଟା ତଳେ ଲାଗିବନି। ଆଉ ଆମର ପିଆଜ ଯେହେତୁ ଆମେ ବାଟିକି ମସଲା ପକାଇଛୁ, ଅଦା ରସୁଣ ସବୁତକୁ ବହୁତ ବଢ଼ିଆ ଭାବରେ ଆରାମସେ ସିଝିଯିବ। ତ ତାକୁ ଏବେ ଆମେ ପକାଇବା ପାଇଁ 2ରୁ 3 ମିନିଟ୍ ଆମେ ତାକୁ ଟିକେ ଛାଡ଼ିଦେବା ମିଡ଼ିୟମ୍ ଫ୍ଲେମ୍ କରିକି, ଆଉ ମଝିରେ ମଝିରେ ଗୋଳେଇକି ପୁଣି ଏମିତି ଘୋଡ଼ଉଥିବା। ତ ଏବେ ଦେଖନ୍ତୁ ମସଲାଟି ଆମର ବହୁତ ବଢ଼ିଆ ଭାବରେ ପୁରା କଷି ଯାଇଛି। କଷି ହେଲା ବୋଲି ଆପଣ କେମିତି ଜାଣିବେ? ଯେତେବେଳେ ଆପଣଙ୍କର କୁକର ହଉ କିମ୍ବା ଆପଣ କଡ଼େଇରେ କରୁଛନ୍ତି, ଯେତେବେଳେ ଜାଣିବେ କି ମସଲାଟି ଛାଡ଼ି ଯାଇଛି, ସେତେବେଳେ ଜାଣିବେ କି ମସଲା ଆମର ରେଡ଼ି। କଡ଼େଇରେ ଲାଗୁନି କିମ୍ବା ପ୍ରେସର କୁକରରେ ଲାଗୁନି, ତେବେ ଜାଣିବେ ମସଲା ଆମର ରେଡ଼ି ହେଇ ସାରିଲାଣି। ତ ଏଇ ଷ୍ଟାଇଲରେ ଆମେ ପକାଇଦେବା ଟିକେ ଆଳୁ ଦେଖନ୍ତୁ ଏହିପରିକା ଆପଣ ପକାଇବେ। ଚୋପା ଥିବା ଆଳୁ ପକାଇ ବହୁତ ଭଲ ଲାଗିଥାଏ। ଆଉ ଦେଖନ୍ତୁ ମଟନକୁ ବହୁତ ବଢ଼ିଆ ଭାବରେ ଧୋଇ ଦେଇଛି, ଧୋଇକି ଏଇଠି ମଟନ ମଧ୍ୟ ଆଡ଼୍ କରିଦେଇଛି। ଆଳୁ ବଡ଼ ବଡ଼ ପିସ୍ ଆଡ଼୍ କଲେ ମଟନରେ ବହୁତ ଭଲ ଟେଷ୍ଟ ଲାଗିଥାଏ। ତ ଏଇଟା ଆମର ମଟନ ମୁଣ୍ଡ ଆଉ ମଟନ ମିଶେଇକି, ମିଟ୍ ମିଶେଇକି ଏଇ ଝୋଳଟି ଆମେ କରୁଛୁ। ଆଉ ଏଇଥିରେ ଦେଖନ୍ତୁ ଏଇ ବାଉଲରେ ମୁଁ ପାଣି ନେଇଯାଇଛି। ପାଣି ଆପଣ କେତିକି ଦେବେ, ଯେତିକି ବୁଡ଼ିବ ଆମର ଯେଉଁ ମଟନଟା ହେଇଛି, ଯେତିକି ବୁଡ଼ିବ ସେତିକି ଆପଣ ପାଣି ଦେବେ। ପାଣି ବେଶୀ କରିବେନି, ବେଶୀ କଲେ ପାଣି ହେଇଯାଇଥାଏ। କିନ୍ତୁ ଯେତିକି ମଟନ ସେତିକି ସେଇ ଅନୁସାରେ ପାଣି ଦେବେ। ଦେଖନ୍ତୁ ଠିକ୍ ମାପରେ ମୁଁ ପାଣି ଦେଇଛି। ଏବେ ଆକୁ ବନ୍ଦ କରିକି ରଖିଦେବା 3ଟା ସିଟି ଆସିଲା ପର୍ଯ୍ୟନ୍ତ। ପ୍ରେସର କୁକର କେମିତି ବନ୍ଦ କରନ୍ତି ମୁଁ ୟା ପୂର୍ବ ଭିଡ଼ିଓରେ ଶିଖେଇ ଦେଇଛି। ଯଦି ଦେଖିନାହାନ୍ତି ତ ଯାଇକି ଜଲ୍ଦି ଦେଖିଦିଅନ୍ତୁ କେମିତି ବନ୍ଦ କରନ୍ତି, କେମିତି ଖୋଲନ୍ତି। ତ 3ଟା ସିଟି ଆସିଲା ପର୍ଯ୍ୟନ୍ତ ୟାକୁ ରଖିଦେବେ। ଏବେ ଦେଖନ୍ତୁ 3ଟା ସିଟି ଆସିଯାଇଛି। ମିନିମମ୍ 20 ମିନିଟ୍ ଭିତରେ 3ଟା ସିଟି ଆପଣଙ୍କର ବାଜିଯିବ। ମିଡ଼ିୟମ୍ ଫ୍ଲେମ୍ରେ ରଖିବେ। ତ ଏବେ ଦେଖନ୍ତୁ ଆମେ ତାକୁ ବନ୍ଦ କରିବା, ଗ୍ୟାସ୍ ବନ୍ଦ କରିକି ଟିକେ ସମୟ ପରେ ଆମେ ତାକୁ ଖୋଲିଦେବା। ଏବେ ଦେଖନ୍ତୁ ମୁଁ ୟାକୁ ଖୋଲି ଦେଇଛି। ବହୁତ ବଢ଼ିଆ ଭାବରେ କଲର୍ ଯେମିତି ଦେଖାଉଛି, ଖାଇବାକୁ ମଧ୍ୟ ସେମିତି ଟେଷ୍ଟ ଲାଗିଥାଏ। ଏଇ ମଟନଟି ଆପଣ କରିକି ଗରମ ଭାତ ସହିତ କିମ୍ବା ରୁଟି ସହିତ ଖାଆନ୍ତୁ, କିମ୍ବା ଆପଣ ପରଟା ସହିତ ଖାଆନ୍ତୁ, ଯେମିତି ବି ଖାଇବେ ଏ ମଟନଟି ଆମର ବହୁତ ଟେଷ୍ଟ ଲାଗିଥାଏ। ପାଟିକୁ ବହୁତ ବଢ଼ିଆ ଲାଗିଥାଏ। ଆଉ ଝୋଳରୁ ଆପଣ ଦେଖିକି ଜାଣିପାରୁଥିବେ ମଟନକୁ ଗରମ ଭାତ ଝୋଳଟା କେତେ ଜମିବ। ତ ନିହାତି ଭାବରେ ଏ ଭିଡ଼ିଓଟା ଦେଖି ସାରିଲା ପରେ ମୁଁ ଭାବିବି କି, ମୁଁ ଜାଣିବି କି ଆପଣଙ୍କର କମେଣ୍ଟ ଆସିଯିବ ମୋତେ କି ହଁ ଆମେ ଏଇଟା ବନେଇଲୁ ବୋଲି, ଯେଉଁଟାକି ଏତେ ଟେଷ୍ଟ। ଆପଣ ଚାହିଁଲେ ଲାଷ୍ଟରେ ଧନିଆ ପତ୍ର ମଧ୍ୟ ଆଡ଼୍ କରିପାରିବେ। ତ ଏବେ ଦେଖନ୍ତୁ ମଟନଟାକୁ ମୁଁ ଧରିକି ଚାଲିଲି ଖାଇବାକୁ। ଯଦି ଆପଣ କରିନାହାନ୍ତି ତ ଜଲ୍ଦି ଯାଆନ୍ତୁ ମଟନଟି କରନ୍ତୁ। ଆଉ ଯଦି ଭଲ ଲାଗିଲା ମୋତେ ଆସିକି ଲାଇକ୍ କରିକି କୁହନ୍ତୁ କି ହଁ ଭଲ ଲାଗିଲା, ଆମେ ଟ୍ରାଏ କଲୁ। ତ ମୁଁ ଯାଉଛି ବାହାରି ଏବେ ଆପଣଙ୍କ ପାଖରୁ ବିଦାୟ ନେଇକି ପୁଣି ଆଉ ଗୋଟେ ନୂଆ ଭିଡ଼ିଓରେ ମିଳିବା। ତେଣୁକରି ଏବେ ପାଇଁ ବାଏ।